ପିଲାମାନେ ତୁମ ସମସ୍ତଙ୍କୁ ସ୍ୱାଗତ। ଏହି ଭିଡ଼ିଓରେ ଆମେ ଭଗ୍ନ ସଂଖ୍ୟା ଆଧାର ଆସ କାମଟି କରିବାକୁ ଯାଉଅଛେ, ଯାହାକି 28 ନମ୍ବର ପୃଷ୍ଠାରେ ଅଛି। ତ ପ୍ରଥମ ପ୍ରଶ୍ନଟି, ପରଟା ଓ ସଂଖ୍ୟା ରେଖା ବ୍ୟବହାର କରି ଭଗ୍ନ ସଂଖ୍ୟା ଗୁଡ଼ିକୁ ତୁମ ଖାତାରେ କରି ଦେଖାଅ। ଠିକ୍ ଅଛି ପିଲାମାନେ, ଏବେ ଦେଖ କେମିତି କରିବା। 1 ନମ୍ବର କ 2/3 ଏବଂ 5/3 ଏତିକି ଦେଇଛି। ତ ପ୍ରଥମେ ଆମେ ପରଟାରେ କରିକି ଦେଖିବା। ଠିକ୍ ଅଛି, ତ ଆମର ହେଲା 2/3। ତ ଆମ ପରଟା କେତେ ଭାଗ ହେବ? ଟୋଟାଲ କେତେ ଭାଗ ହେବ ପରଟାଟି? 3 ଭାଗ ହେବ। 3 ଭାଗ ବୋଲି ଆମେ କେମିତି ଜାଣିଲେ? ନା ହର ଦେଖିବା, ହର ଯେତେ ଲେଖା ହେଇଛି ଆମେ ସେତଟି ଭାଗ କରିବା। ଠିକ୍ ଅଛି, ତ ହର କେତେ ଥିଲା? ନା 3 ଥିଲା। ତ ଆମେ କରିଲେ 3ଟି ଭାଗ। 3ଟି ଭାଗ। ତ ଆମ ଲବ କେତେ ଦେଇଛି? ଲବ ଦେଇଛି ଆମର 2। ତ ଆମେ ଏଠୁ ନେଲେ 2ଟି ଭାଗ, ପ୍ରଥମ ଭାଗ ଦ୍ୱିତୀୟ ଭାଗ। ତ ଏଟାକୁ ଆମେ କ'ଣ ଲେଖିବା? ଏଟା ହେଲା ଆମର 2/3। ଠିକ୍ ଅଛି ପିଲାମାନେ, ଦ୍ୱିତୀୟରେ କ'ଣ ଦେଇଥିଲା? ନା 5/3। ତ ସେ କ'ଣ ହେଇଛି? 5/3 ମାନେ ଆମକୁ ଗୋଟେ ପରଟାକୁ 3 ଭାଗ କରିବାକୁ ପଡ଼ିବ ହିଁ ପଡ଼ିବ। ତ ଆମେ ଗୋଟେ ଭାଗକୁ 3 ଭାଗ କରିବା। ଦେଖିବା ଆମେ ଗୋଟେ 3 ଭାଗ କରିଲେ ପରେ ଆମେ ସବୁ ଭାଗକୁ ଏଠି ଯଦି ଆମେ ନେଇଯିବା, ତ ଏଠି କ'ଣ ହେବ? ଟୋଟାଲ ଆମେ କେତେଟି ଭାଗ ପାଇବା? ଏଠି ଆମେ ପାଇବା 3/3। କିନ୍ତୁ କ୍ୱେଶ୍ଚନରେ କ'ଣ ଦେଇଛି? ନା କ୍ୱେଶ୍ଚନ ଦେଇଛି ନା 5/3 ଦେଇଛି। ହଁ କି ନା? କ୍ୱେଶ୍ଚନ କେତେ ଦେଇଛି? କ୍ୱେଶ୍ଚନରେ ଆମର ଦେଇଛି 5/3। ତ 5/3 ଆଉ କେମିତି ପାଇବା? ଆମେ ଆଉ ଗୋଟେ ପରଟା ନେବା। କ'ଣ ନେବା? ନା ଆଉ ଗୋଟେ ପରଟା, କାରଣ ଏଇ ପରଟା ତ କମ୍ପ୍ଲିଟ୍ ହେଇଯାଇଛି ନା। ଏ ପରଟା କମ୍ପ୍ଲିଟ୍ ହେଇଯାଇଛି, ପରଟା କମ୍ପ୍ଲିଟ୍ ନେଇଛେ। ତ ଆମେ ନେବା ଆଉ ଗୋଟିଏ ପରଟା। ଆଉ ଗୋଟେ ପରଟା ନିଆହେଲା, ତାକୁ ବି ଆମେ କେତେ ଖଣ୍ଡ କରିବା? 3 ଖଣ୍ଡ ହିଁ କରିବା, କାରଣ ଆମର ହର ଦେଇଛି 3। ତଳେ ହର ଦେଇଛି 3, ତ ଏଟାକୁ 3 ଖଣ୍ଡ କରିଲା। ତ ଏଠି 3 ଅଛି, ତ ଏଠି 5 ଅଛି। 3ରେ କେତେ ମିଶିଲେ 5 ହେବ? ନା 2 ମିଶିଲେ। ତ ଆମେ ଦ୍ୱିତୀୟ ପରଟାରେ କେତେ ଖଣ୍ଡ ନେବା? ଦ୍ୱିତୀୟ ପରଟାରେ ଆମେ 2 ଖଣ୍ଡ ନେବା। ଦ୍ୱିତୀୟ ପରଟାରେ ଯଦି ଆମେ 2 ଖଣ୍ଡ ନେବା, ତେବେ ତାହା ହେଇଯିବ 2/3। ଆଉ ସମୁଦାୟ ଆମେ କେତେ ପାଇଯିବା? ସମୁଦାୟ ଆମେ ପାଇଯିବା, ସମୁଦାୟ କେତେ ହେବ? ସମୁଦାୟ ହେବ ଆମର 5/3। ଯାହାକୁ ଯଦି ତୁମେ ସରଳ ଭାଷାରେ କହିବ, ତେବେ ଏଟା ହେବ ଗୋଟେ ପରଟା ପୁରା ଆଉ ଗୋଟେ ପରଟାର 2/3 ବା 2 ଭାଗ, 3 ଭାଗରୁ 2 ଭାଗ। ଗୋଟେ ପରଟା ପୁରା ଖାଇଲୁ ବା ଥିଲା, ଆଉ ଗୋଟେ ପରଟାର 2 ଭାଗ। ଠିକ୍ ଅଛି, ଏବେ ଏହାକୁ ଆମେ ସଂଖ୍ୟା ରେଖାରେ ଦର୍ଶାଇବା। ସଂଖ୍ୟା ରେଖାଟି କରିଥିବ ତମେ। 0 ଆମେ କେତେ ଜାଣିଲେ? ନା ଏଟା ଅତି ବେଶୀରେ କେତେ ହେବ? ଏଟା ଆମର 2 ହେବ। ହଁ କି ନାହିଁ? ଅତି ବେଶୀରେ 2 ହେବ। ତ ଆମେ ଅତି ବେଶୀରେ 2 ହେବ ବୋଲି ତ 2 ତ ଲେଖିବା। ଆଉ ଆମେ ଗୋଟେ ପରଟା କେତେ ଭାଗ କରିଥିଲେ? ନା 3 ଭାଗ। ତ ଆମେ ସେଇଥିପାଇଁ ଏ ରେଖାଖଣ୍ଡକୁ ମଧ୍ୟ 3 ଭାଗ କରି କରିବା। 0ରୁ 1 ତ 3 ଭାଗ, ଆଉ 1ରୁ 2 ରେଖାକୁ ମଧ୍ୟ 3 ଭାଗ କରିବା। ଆମେ 3 ଭାଗ କରି ପରଟା କରିଛେ। ଯଦି ଆମେ ପରଟାକୁ 4 ଭାଗ କରିଥାନ୍ତେ, ତ ରେଖାଖଣ୍ଡକୁ 0ରୁ 1 କେତେ ଭାଗ କରିଥାନ୍ତେ? ନା 4 ଭାଗ କରିଥାନ୍ତେ। ଯଦି ଆମେ ପରଟାକୁ 5 ଭାଗ କରିଥାନ୍ତେ, ତ 0ରୁ 1କୁ ଆମେ 5ଟା ଭାଗରେ ଭାଗ କରିଥାନ୍ତେ। ଠିକ୍ ଅଛି, ତ ଏବେ ଆମର ଲେଖିବା। ଆମ ପ୍ରଥମ ଭାଗଟି ଆସିଲା ଏଇଠି 1/3, ଦ୍ୱିତୀୟ ଭାଗଟି ଏଇଠି 2/3। ତୃତୀୟ ଭାଗ କୋଉଠି ଲେଖିବା? ନା ଏଇ ଯୋଉ 1 ଲେଖିନେ ନା, ଏଇଟା ହେଲା ଆମ ତୃତୀୟ ଭାଗ। ଠିକ୍ ଅଛି, ଆଉ ଏହାକୁ ଆମେ ଆଉ କ'ଣ କହିପାରିବା? ନା 3/3 ମଧ୍ୟ କହିପାରିବା। ଠିକ୍ ଅଛି, ତାପରେ ଆସିଲା ଆମର 4/3। ଗୋଟେ ପରଟା କମ୍ପ୍ଲିଟ୍ ହେଇଯାଇଛି, ଆଉ ଗୋଟେ ପରଟାର ଗୋଟିଏ ଖଣ୍ଡ ନେଲେ, 3 ଖଣ୍ଡରୁ ଗୋଟିଏ ଖଣ୍ଡ ନେଲେ। ତାପରେ 3ଟାପରେ ଏଇନା ଆମେ ଗୋଟିଏ ପରଟା ଫୁଲ୍ ନେଉଛେ, ଆଉ ଗୋଟେ ପରଟା 2 ଖଣ୍ଡ, ତ ମିଶି କେତେ ହେଇଯିବ? 5 ହେଇଯିବ। 5/3। ତବେ 6/3 କୁଆଡ଼େ ଗଲା ପିଲାମାନେ? 6/3 ଅଛି, ଏଇ 2 ଥିଲା ଆମର 6/3। ଠିକ୍ ଅଛି, 2 ହେଲା ଆମର 6/3। 6 ଖଣ୍ଡ ଭାବ, ଗୋଟେ ପରଟାକୁ ଯଦି ଆମେ 3 ଖଣ୍ଡ କଲେ, ତ 2ଟି ପରଟା ଗଲେ କେତେଟି ଖଣ୍ଡ ହେବ? 6ଟି ଖଣ୍ଡ ହେବ। ତ ସେଇଟା ହିଁ 2କୁ ଆମେ 6/3 କହୁଛେ। ତ ଦର୍ଶାଇଦେବା ଏବେ ଆମେ, ଏଠି ଆମର 2/3 ରହିଲା, ଏଠି ଆମର 5/3 ରହିଲା। ଠିକ୍ ଅଛି, ଏବେ ଦ୍ୱିତୀୟ କ୍ୱେଶ୍ଚନ ଦେଖିବା। ଖଟି ଦେଖିବା। ଖ କ'ଣ କହିଲା? ଖ କ'ଣ କହୁଛି? ଖରେ ଅଛି 3/4 ଏବଂ
5 ବିଭକ୍ତ 4 ଠିକ ଅଛି। ପରଟାରେ ଦେଖିବା ପ୍ରଥମଟି ହେଇଯିବ ଗୋଟେ ପରଟାରେ ହବ କି ନା ଦେଖିବା। ଗୋଟେ ପରଟା କଣ ହବ କି ନାହିଁ ଦେଖ ପିଲାମାନେ 3 ବିଭକ୍ତ 4 4 ଭାଗରୁ 3 ଭାଗ 4ଟି ଯଦି ଭାଗ କଲେ 3 ଭାଗ ଦେଖେଇ ପାର ଗୋଟେ ପରଟାରେ ହେଇଯିବ। ତେବେ ତ ଆମେ କତଟି ଭାଗ କରିବା ନା 4ଟି ଭାଗ। ଆମେ କୋଉଠୁ ଜାଣିଲେ ନା ହରରୁ ଜାଣିଲେ କେତୋଟି ଭାଗ ହବ। ହର ଆମର 4 ଅଛି ସେଥିପାଇଁ ଆମେ 4ଟି ଭାଗ କଲେ ଠିକ ଅଛି। ତ ନା ଆମର ଏଠି କଣ ଦେଇଛି ନା ଆମର ଏଠି 3 ଭାଗ ତ 3 ଭାଗକୁ ଦର୍ଶାଇ ଦେବା। ଏଇଟା 3 ଭାଗ ଦର୍ଶାଇଗଲା ତ ଏଟା ଆମର କଣ ହେଇଯିବ ଏଟା ହବ ଆମର 3 ବିଭକ୍ତ 4। ତାପରେ ଆସିଲା କଣ ଆସିଲା ନା 5 ବିଭକ୍ତ 4 5 ବିଭକ୍ତ 4 ଦେଖିବା। ପ୍ରଥମେ ଗୋଟେ ପରଟା ବନେଇକି ଦେଖିବା ସେଠି ଆସୁଛି କିନା ଦେଖିବା। ଗୋଟେ ପରଟା ବନେଇଲେ 4ଟି ଭାଗ କଲେ ଏଠି ଯଦି ଆମେ ସମୁଦାୟ ସବୁ ଭାଗକୁ ନେଇଯିବା ତେବେ ବି ଆମେ 5 ବିଭକ୍ତ 4 ପାଇବା କି ନା। ଆମେ ସମୁଦାୟ ଅତି ବେଶୀରେ କେତେ ପାଉଛେ ନା 4 ବିଭକ୍ତ 4। ତ ଆମକୁ ଆଉ ଗୋଟେ ପରଟାର ଆବଶ୍ୟକ ପଡ଼ିଲା। ଆମେ ଆଉ ଗୋଟେ ପରଟା ବନାଇବା ତାକୁ କେତେ ଭାଗ କରିବା 4 ଭାଗ କରିବା। ତ ଆମ 5 ବିଭକ୍ତ 4 ପାଇବାକୁ ହେଲେ ଆଉ କେତୋଟି ଭାଗ ନେବା ଆମେ ଏଠୁ ଆଉ ଗୋଟିଏ ଭାଗ ନେବା କାରଣ 4 ବିଭକ୍ତ 4 4ରେ 1 ମିଶିଲେ 5 ଆମେ ଏଠୁ ଗୋଟିଏ ଭାଗ ନେଇନେଲେ। ତ ଏଟା ହେଲା ଆମର 1 ବିଭକ୍ତ 4। ତ ଏଇ ସମୁଦାୟ କେତେ ହବ ସମୁଦାୟ ମିଶିକି ଏଇ ଦୁଇଟି ଭାଗ ମିଶିକି ଆମ କେତୋଟି ହେଲା କେତେ ହବ ନା 5 ବିଭକ୍ତ 4। 1 2 3 4 5 5ଟି ଭାଗ ଠିକ ଅଛି। ତେବେ ଏହାକୁ ଆମେ ସଂଖ୍ୟା ରେଖାରେ ଦର୍ଶାଇବା। ଏବେ ସଂଖ୍ୟା ରେଖା ସ୍କେଲ ଟାଣିବ ପେନରେ ଟାଣିବ ନାହିଁ। ଏଟା ଆମ 0 ତାପରେ ଆମେ ଦେଖିଲେ ଆମେ କେତେ ଅତି ବେଶୀ କେତୋଟି ପରଟା ଦରକାର ପଡ଼ିଲା ନା 2ଟି ତ ଆମେ 2 ତକ ଲେଖିବା। ଅତି ବେଶୀରେ 2ଟି ପରଟା ତ ଏବେ ଆମେ ଏଠି କେତୋଟି ଭାଗ କରିଥିଲେ ଗୋଟେ ପରଟାକୁ 4 ଭାଗ କରିଥିଲେ ତ 0ରୁ 1 ମଧ୍ୟ ଥିବା ରେଖାକୁ ଆମେ କେତେ ଖଣ୍ଡ କରିବା ନା 4 ଖଣ୍ଡ କରିବା। ପ୍ରଥମେ ଆମେ 3 ଖଣ୍ଡ କରିଥିଲେ କାରଣ ଏଠି ହର କେତେ ଥିଲା 3 ଥିଲା ଏଠି ହର ଅଛି 4 ତ ସେଥିପାଇଁ ଆମେ କରୁଛେ ଏଟାକୁ 4 ଖଣ୍ଡ ସମାନ 4 ଖଣ୍ଡ କରିଲେ ଦେଖ 1 2 3 4 4 ଖଣ୍ଡ ହେଲା। ଆଉ ତୃତୀୟ ପରଟାକୁ ଆମେ କେତେ ଖଣ୍ଡ କରିଛେ ନା 4 ଖଣ୍ଡ କରିଛେ 1 2 3 4 4 ଖଣ୍ଡ କରିଲେ। ତେବେ ଆମେ 4 ଖଣ୍ଡ କଲେ ତ ପ୍ରଥମ ଭାଗକୁ ଆମେ କଣ ଲେଖିବା 1 ବିଭକ୍ତ 4 4 ଖଣ୍ଡରୁ ଭାଗେ କି ନାହିଁ 4 ଭାଗରୁ ଭାଗେ। ଦ୍ୱିତୀୟଟି 4 ଭାଗରୁ 2 ଭାଗ ଏଠି 4 ଭାଗରୁ 3 ଭାଗ ହଁ କି ନାହିଁ 4 ଭାଗରୁ 3 ଭାଗ। ତାପରେ ଗୋଟିଏ ପରଟା କମ୍ପ୍ଲିଟ ହେଇଗଲା ସବୁ ଖଣ୍ଡକୁ ଯଦି ମିଶାଇ ଦେଲେ ଗୋଟିଏ ପରଟା ପାଇଲେ ବା ଯାହା ଲେଖା ହେଇଛି ଏଠି 1 କିମ୍ବା ଏହାକୁ ଆମେ ଆଉ କ'ଣ କରିପାରିବା ନା 4 ଭାଗରୁ 4 ଭାଗ କମ୍ପ୍ଲିଟ ଏଟା କମ୍ପ୍ଲିଟ କହୁଛେ ପୂର୍ଣ୍ଣାଙ୍ଗ ଠିକ ଅଛି। ତାପରେ ଯିବା ଗୋଟିଏ ପରଟା କମ୍ପ୍ଲିଟ ହେଲା ଆଉ ଗୋଟେ ପରଟାରୁ ଗୋଟିଏ ଭାଗ ନେଲେ ସେ ସମାନ ଭାଗ 4 ଭାଗରୁ ଭାଗ ନେଲେ ତାହେଲେ କେତେ ହେଇଯିବ ନା 5 ବିଭକ୍ତ 4। ତାପରେ ଆସିଯିବ 6 ବିଭକ୍ତ 4 ତାପରେ ଆସିଯିବ 7 ବିଭକ୍ତ 4 ଆଉ 2 ତଳେ କେତେ ଲେଖିବା ଆମେ ତୁମେ କୁହ ଏଟା କେତେ ଲେଖିବା ଆମେ ଜଲ୍ଦି କୁହ 8 ବିଭକ୍ତ 4। ଗୋଟେ ପରଟାର 4ଟି ଭାଗ ରହିଲା ତ 2ଟି ପରଟାରେ କେତୋଟି ଭାଗ ରହିବ ତେବେ ସମାନ 4ଟି ଭାଗ କଲେ 4 4 8 ସେଥିପାଇଁ 2 ତଳେ 8 ବିଭକ୍ତ 4 ଲେଖା ହେଲା। ତେବେ ଆମେ ଦର୍ଶାଇବା ଏବେ ଆମ 3 ବିଭକ୍ତ 4 କାହିଁ 3 ବିଭକ୍ତ 4 ରହିଲା ଏଇଠି ହେଲା ଆମର 3 ବିଭକ୍ତ 4 ଠିକ ଅଛି। ଆମର ଆଉ ସେକେଣ୍ଡରେ କ'ଣ ଅଛି 5 ବିଭକ୍ତ 4 5 ବିଭକ୍ତ କାହିଁ ରହିଲା ନା ଏଇଠି ରହିଲା 5 ବିଭକ୍ତ 4। 5 ବିଭକ୍ତ 4ର ଅନ୍ୟମାନେ କ'ଣ ନା ଗୋଟିଏ ପରଟା କମ୍ପ୍ଲିଟ ଆଉ ଗୋଟେ ପରଟା ଯାହାକି 4 ଭାଗ କରାହେଇଛି ସେଥିରୁ ଗୋଟିଏ ଭାଗ ବୁଝିପାରିଲ କି ନା ସେଥିରୁ ଗୋଟିଏ ଭାଗ ସମାନ ଭାଗ 4 ଭାଗ ହିଁ କରାଯାଇଥିଲା ଠିକ ଅଛି। ଶେଷଟି ତୁମେ ନିଜେ କରିକି ଦେଖ ଗ ନମ୍ବରଟି ଠିକ ଅଛି। ଏହିପରି ହିଁ କରିବ ତ ଟୋଟାଲ ଆମର ଭାଗ କେତୋଟି ଭାଗ ହବ ପରଟାରେ 8 ଭାଗ ହବ 8 ଭାଗରୁ 4 ଭାଗ ପ୍ରଥମଟି ହେଲା ତାପରେ କମ୍ପ୍ଲିଟ 8 ଭାଗ ନେଇଯିବ କରିବ ସେ ହିସାବରେ ଆମେ ଦ୍ୱିତୀୟ କ୍ୱେଶ୍ଚନକୁ ଯିବା। ସେକେଣ୍ଡ କ୍ୱେଶ୍ଚନରେ କ'ଣ କହିଛି ନିମ୍ନରେ ଥିବା 1 ଠାରୁ ବଡ଼ ଥିବା ଭଗ୍ନ ସଂଖ୍ୟା ଗୁଡ଼ିକୁ ଗୋଲ ଚିହ୍ନ ଦ୍ୱାରା ଦର୍ଶାଅ ତୁମେ ଏହା କିପରି ଜାଣିଲ। ଦେଖ ଆମକୁ କେତେବେଳେ ଗୋଟିଏ ପରଟାରୁ ବେଶୀ ଦରକାର ପଡୁଛି ଲକ୍ଷ୍ୟ କର ତମେ ଯେତେବେଳେ ଆମର ଏଇଠି ଦେଖ ବୁଝେଇଛି ଦେଖ ଏଠି ଯେତେବେଳେ ଆମର ଲବଟି ଏଠୁ ବୁଝେଇବାନି ନୂଆ ଗୋଟେ ଆମେ ଗୋଟେ ଉଦାହରଣ ନେଲେ 3 ବିଭକ୍ତ 4 ଠିକ ଅଛି। ଦେଖ ଏଠି ତେବେ ଆମେ କେତୋଟି ପରଟାରେ ହବ ଗୋଟିଏ ପରଟାରେ ହବ ନା ନାହିଁ
ନା 4 ଭାଗରୁ 3 ଭାଗ ଦେଖିକି ଜଣାପଡ଼ୁଛି। 4ଟି ଗୋଟେ ପଟ 4 ଭାଗ କଲେ ଏଠୁ 3ଟି ଭାଗ ନେଲା। ତ ଜଣାପଡ଼ୁଛି ଯେ ଏଟା ଆମର ଗୋଟିଏ ପଟରେ ହେଇଯିବ ବା 1ରୁ ଛୋଟ ତାହେଲେ ଏଟା। ତେବେ ଏଟାକୁ 8 ବିଭକ୍ତ 4 8 ବିଭକ୍ତ 4। ତ ଏଟା କେମିତି ହେବ? ଏଟା ଶୁଣିଲେ ବି ଅଜବ ଲାଗୁଛି। 4 ଭାଗରୁ 8 ଭାଗ ଏଟା ହେବନି ତ। ତ ଏଇ କ୍ଷେତ୍ରରେ ଆମକୁ 2ଟି ପରଟାର ଆବଶ୍ୟକ ପଡ଼ିବ। ଠିକ୍ ଅଛି। ତ 1ରୁ ଅଧିକ ହେଲା। ତେବେ ଏଠି ଯେତେବେଳେ ଆମର ଲବଟି ହର ଅପେକ୍ଷା ଛୋଟ ଥିବ ସେତେବେଳେ ତାହା 1ରୁ ଛୋଟ ହେବ। ଠିକ୍ ଅଛି। 1ରୁ କମ୍ ହେବ। ଯେତେବେଳେ ଆମର ଲବଟି ହର ଅପେକ୍ଷା ବେଶୀ ଥିବ, କେତେ ଥିବ? ବେଶୀ ଥିବ, ସେତେବେଳେ ତାହା 1ରୁ ବେଶୀ ହୁଏ। କିଛି ହେଇପାରେ, 1 2 3 4 କିଛି ବି ହେଇପାରେ। ଠିକ୍ ଅଛି। ବୁଝିଲ କି ନାହିଁ? ଯେତେବେଳେ ଆମର ଲବଟି ହର ଠାରୁ ଛୋଟ ସେତେବେଳେ ତା 1ରୁ କମ୍। ଯେତେବେଳେ ଆମର ଲବଟି 4ରୁ ମାନେ ହର ଠାରୁ ବଡ଼ ହୋଇଯାଏ ସେତେବେଳେ ଆମକୁ ଜଣାପଡ଼ିବ ତା ଆମକୁ ବେଶୀ ଭାଗ ଦରକାର ବା 1ରୁ ଅଧିକା ପରଟା ଦରକାର ପଡ଼ିବ। ଠିକ୍ ଅଛି। ତ ଦ୍ୱିତୀୟ କ୍ୱେଶ୍ଚନଟି ତୁମେ ନିଜେ ଏବେ କରିପାରିବ। ତେବେ ଦେଖ ଏଠି ଦ୍ୱିତୀୟ କ୍ୱେଶ୍ଚନରେ ମୁଁ ଗୋଲ ବୁଲେଇ ଦେବି। ଦେଖ କେଉଁଠି ପ୍ରଥମେ ତୁମେ ନିଜେ ଦେଖ କେଉଁଠି ହେବ। କାହାର ଲବ ହର ଠାରୁ ବଡ଼ ଅଛି ଦେଖିଦିଅ, ସେଇଟା ହିଁ 1 ଠାରୁ ବଡ଼ ହେବ, ବେଶୀ ହେବ। ଦେଖିକି କର। ହଉ ମନେ କରିଦେଉଛି। ଦେଖିଲ ତ ହେଇଗଲା। ଠିକ୍ ଅଛି। ସମୟ ନେବ ଟିକେ ବୁଝିବା ପାଇଁ। ନ ବୁଝିପାରିଲେ ଭିଡ଼ିଓଟିକୁ ଆଉ ଥରେ ଦେଖିବ। ଯଦି କିଛି ପ୍ରଶ୍ନ ଅଛି ତେବେ କମେଣ୍ଟ ସେକ୍ସନରେ ନିହାତି ଜଣାଇବ। ଆଜି ପାଇଁ ଏତିକି। ନେକ୍ସଟ ଭିଡ଼ିଓରେ ଦେଖା ହେବ। ବୁଝିପାରୁଥିଲେ ଗୋଟିଏ ଲାଇକ୍ ନିହାତି ଦେବ।